ଅଛନ୍ତି ଯେଉଁମାନେ କି ନିଜ ଆଖିରେ ଦେଖନ୍ତି ଏବଂ ନିଜ ହୃଦୟରୁ ଅନୁଭବ କରନ୍ତି। ସବୁଯାକ ଧର୍ମ, କଳା ଓ ବିଜ୍ଞାନ ଗୋଟିଏ ବୃକ୍ଷର ଶାଖା ଅଟେ। ଇଚ୍ଛା କରିବାରେ ଯେତିକି ଶକ୍ତି ଦରକାର ସେତିକି ଯୋଜନା ମଧ୍ୟ ଦରକାର। ଭଲ ପାଇବା ଓ ସ୍ନେହ ନେବା ଏକ ଶିକ୍ଷା ଅଟେ। ଅଧିକାଂଶ ଲୋକ ନିଜର ଅନୁଭବ ମାଧ୍ୟମରେ ଆଗକୁ ବଢ଼ିଥାନ୍ତି। ଯଦି ତୁମକୁ କିଏ ଧୋକା ଦିଏ ତେବେ ତାହା ତାଙ୍କର ଭୁଲ। ଯଦି କିଏ ତୁମକୁ 2 ଥର ଧୋକା ଦିଏ ତେବେ ଏହା ତୁମର ଭୁଲ। ନିଜକୁ ଭୟଭୀତ କରୁଥିବା କୌଣସି ଏକ କାର୍ଯ୍ୟ ପ୍ରତିଦିନ କର। ଆମେ ନିଜେ ବାସ୍ତବରେ କ'ଣ ତାହା ଶିଖିଥାଉ ଏବଂ ସେହି ନିର୍ଣ୍ଣୟର ସହିତ ଆଗକୁ ବଢ଼ିଥାଉ। ସଫଳ ଲୋକ ଭଲ ପ୍ରଶ୍ନ ପଚାରିଥାନ୍ତି, ପରିଣାମତଃ ଉଚିତ ଉତ୍ତର ମଧ୍ୟ ପାଇଥାନ୍ତି। ଅଧିକାଂଶ ଲୋକ ଜୀବନରେ ଅସଫଳ ହୁଅନ୍ତି କାରଣ ସେମାନେ